ଝାରସୁଗୁଡ଼ାର ଏକ ପ୍ରମୁଖ ସ୍ୱେଚ୍ଛାସେବୀ ସଂସ୍ଥା ହେଉଛି ଉତ୍କଳ କଲ୍ୟାଣ ସେବା ସଂଘ ଏବଂ ଏହି ଉତ୍କଳ କଲ୍ୟାଣ ସେବା ସଂଘ ବୃନ୍ଦାମାଲର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କର୍ମକର୍ତ୍ତା ଚୟନ ସମୟରେ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାଙ୍କ ସମର୍ଥନ କ୍ରମେ ଶ୍ରୀ ଶଶିଭୂଷଣ ତିୱାରୀ ଉତ୍କଳ କଲ୍ୟାଣ ସେବା ସଂଘର ସଭାପତି ତଥା ଶ୍ରୀ ଜୟପ୍ରକାଶ କୁଁୱରଙ୍କୁ ଏହି କଲ୍ୟାଣ ସେବା ସଂଘର ଉପସଭାପତି ଭାବରେ ମନୋନୀତ କରାଯାଇଛି। ଗତ ଏପ୍ରିଲ ଶେଷ ସପ୍ତାହରେ କଲ୍ୟାଣ ସେବା ସଂଘର ସଭାପତି ସନାତନ ଧୁରୁଆଙ୍କ ଅକାଳ ବିୟୋଗ ଘଟିଥିଲା ଏବଂ ସନାତନ ଧୁରୁଆଙ୍କ ଅକାଳ ବିୟୋଗ ଫଳରେ ଆଜି ସଭାରେ ପୂର୍ବ ଉପସଭାପତି ଶଶିଭୂଷଣଙ୍କୁ ସଭାପତି ଦାୟିତ୍ୱ ଏବଂ ଶଶିଭୂଷଣଙ୍କ ଜାଗାରେ ଉପସଭାପତି ଭାବରେ ଜୟପ୍ରକାଶଙ୍କୁ ସଭ୍ୟସଭ୍ୟମାନେ ମନୋନୀତ କରିଛନ୍ତି। ଏହି ସଭାରେ ସଂଘ ସମ୍ପାଦିକା ଅନ୍ୱେଷା ପାଢ଼ୀ, ସୁରେଶ ଜୟପୁରିଆ, ସୁରେଶ ସୋହେଲା, ପ୍ରଦୀପ ଦାସ, ଗଜେନ୍ଦ୍ର ମେହେର, ସାମ୍ବାଦିକ କୈବଲ୍ୟ ମିଶ୍ର, ସଞ୍ଜୁଲତା ମୁଦୁଲି, ସୁରେଶ ଓରାମ, ସୁଧାଂଶୁବାଳା ମୁଦୁଲିଙ୍କ ସହ ସଂଘର ଅନ୍ୟାନ୍ୟ ବହୁ ସଭ୍ୟସଭା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଉତ୍କଳ କଲ୍ୟାଣ ସେବା ସଂଘ ଝାରସୁଗୁଡ଼ାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ନିଜକୁ ଉତ୍ସର୍ଗ କରିବ।